नमस्कार दर्शक बंधु जय जगन्नाथ। आज हूँ मे 5 तारिख सोमवार। तेबे आसंतु नजर पकेबा आजिर प्रमुख 20टी खबर गुड़िक उपरे। आगामी 3 दिन राज्य में कालबैशाखी वर्षा देखा मिलिबो। वर्षा प्रभाव में कम रहिबो दिन तापमात्रा। सक्रिय निम्नचाप रेखा और कालबैशाखी प्रभाव में राज्य में जारी रही वर्षा। आज प्रबल वर्षा नहीं मयूरभंज, केन्दुझर, भद्रक, बालेश्वर और गजपति एही 5 जिला को ऑरेंज अलर्ट जारी करिछि पाणीपाग विभाग। उपकूल ओडिशा और पार्श्ववर्ती 14 जिला को येलो वार्निंग जारी आंचलिक केन्द्र। परवर्ती खबर मुख्यमंत्री अभियोग शुणाणी बंद रहिबो। भुवनेश्वर यूनिट 5 स्थित प्रकोष्ठ में शुणाणी बंद रहिबो। प्रबल ग्रीष्म प्रभाव को दृष्टि रखी एक प्रकार निष्पत्ति निया जायछि। मुख्यमंत्री कार्यालय पक्षरु एही सूचना दिया जायछि। 2 दिनर कालबैशाखी परे राज्य में ग्रीष्म प्रभाव बढ़िछि। दिनर तापमात्रा 35 डिग्री पार करिछि। दिन में लोक माने घर बाहर को जीवाकू भय करुछन्ति। अंशुघात एकाधिक जीवन चलीगलाणी। परवर्ती खबर प्रधानमंत्री किसान सम्मान निधि पीएम किसान योजनार 20तम किस्ती खूब शीघ्र चाषी बैंक अकाउंट को आसीपारे। तेबे ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ 2000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ତଥାପି ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଟଙ୍କା ଆସିବା ନେଇ ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ। କିନ୍ତୁ ଏହି କିସ୍ତି ଜୁନ୍ 2025 ରେ ଆସିପାରେ ବୋଲି ଆଶା କରାଯାଉଛି। ପରବର୍ତ୍ତୀ ଖବର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ତାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚାଲିଛି। ପାକିସ୍ତାନକୁ ଦଣ୍ଡ ଦେବା ପାଇଁ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର କିଛି ଦିନ ପରେ ଭାରତ ପୁଣି ଚେରାମ ନଦୀର ବାଗିଲିହାର ଡ୍ୟାମ୍ ଦେଇ ଜଳ ପ୍ରବାହ ବନ୍ଦ କରିଛି। ଝେଲମ ନଦୀର କସିନଗଙ୍ଗା ଡ୍ୟାମ୍ର ସମାନ ପଦକ୍ଷେପ ନେବା ପାଇଁ ଯୋଜନା କରୁଛି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 8 ତାରିଖରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗସ୍ତରେ ଯିବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମିଳିଥିବା ସୂଚନା ମୁତାବକ ସେ ପୁରୁଷୋତ୍ତମପୁର ବ୍ଲକର ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଜିଲ୍ଲାର ସମସ୍ତ ବିଧାୟକ ମଧ୍ୟ ଯୋଗ ଦେବେ। ପରବର୍ତ୍ତୀ ଖବର ସିବିଏସ୍ଇ ରେଜଲ୍ଟକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହେଉଛି। ଏ ଦ୍ୱନ୍ଦ୍ୱକୁ ଟ୍ୱିଟ୍ କରି ଖଣ୍ଡନ କଲେ ସିବିଏସ୍ଇ କର୍ତ୍ତୃପକ୍ଷ। ସେ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ବୁଲୁଛି ମିଥ୍ୟା ତାରିଖ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ। ଠିକ୍ ସମୟରେ ସିବିଏସ୍ଇ ପକ୍ଷରୁ ତାରିଖ ଘୋଷଣା ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଖୁବ୍ ଶୀଘ୍ର ଦଶମ ଓ ଦ୍ୱାଦଶର ରେଜଲ୍ଟ ଜାରି କରିବାକୁ ଯାଉଛି। ଚଳିତ ବର୍ଷ 42 ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ବୋର୍ଡ ପରୀକ୍ଷା ଦେଇଛନ୍ତି। ପରବର୍ତ୍ତୀ ଖବର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ରବିବାର ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ଭାଜପାର ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କାର୍ଡର ସୁବିଧା ଓ ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ସହିତ ସମ୍ମାନିତ ଅତିଥି ଭାବରେ ଆସିକା ଏମ୍ପି ଅନିତା ଶୁଭଦର୍ଶିନୀ ଏବଂ ଅନେକ ବିଧାୟକ ଯୋଗଦେଇ ସ୍ୱାସ୍ଥ୍ୟ ଅବସ୍ଥାରେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବରେ ଆସିକା ଏମ୍ପି ଅନିତା ଶୁଭଦର୍ଶିନୀ ଏବଂ ଅନେକ ବିଧାୟକ ଯୋଗଦେଇ ସ୍ୱାସ୍ଥ୍ୟ ସେବାରେ କାର୍ଡର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ପରବର୍ତ୍ତୀ ଖବର ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏକ ନୂଆ ଡିଜିଟାଲ ପ୍ଲାଟଫର୍ମ ଜାରି କରାଯାଇଛି, ଯେଉଁଥିରେ ନିର୍ବାଚନ ସହ ଜଡ଼ିତ ସମସ୍ତ ଡାଟା ଗୋଟିଏ ସ୍ଥାନରେ ମିଳିବ। ନିର୍ବାଚନ ଆୟୋଗର ଏହି ପଦକ୍ଷେପରେ କୋଟି କୋଟି ଭୋଟର୍ସ, ନିର୍ବାଚନ ଅଧିକାରୀ ଏବଂ ବିଭିନ୍ନ ନିର୍ବାଚନ ଦଳର ନେତାମାନଙ୍କୁ ସୁବିଧା ମିଳିବାକୁ ଯାଉଛି। ଇସିଆଇର ଏହି ନୂଆ ଡିଜିଟାଲ ପ୍ଲାଟଫର୍ମ ଅନେକ କାମକୁ ଖୁବ୍ ସହଜ କରିବାକୁ ଯାଉଛି। ପରବର୍ତ୍ତୀ ଖବର ହ୍ୱାଟ୍ସଆପ୍ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ମେଟା ହ୍ୱାଟ୍ସଆପ୍ ଉପରେ ଏକ ନୂଆ ନୀତି ଆରମ୍ଭ କରିଛି, ଯେଉଁଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ୍ ସେଟ୍ ହୋଇଯାଇଛି। ଏହା ଫିଚର ମାଧ୍ୟମରେ ହ୍ୱାଟ୍ସଆପ୍ରେ ସ୍ପାମ୍ ମେସେଜ ହ୍ରାସ ହୋଇପାରିବ। ଏହି ଫିଚର ଆଣ୍ଡ୍ରଏଡ୍ ବିଟା ଭର୍ସନ 2.25.14.15 ରେ ଆରମ୍ଭ କରାଯାଇଛି। ଏହି ଅପଡେଟ୍ ସାଧାରଣ ହ୍ୱାଟ୍ସଆପ୍ ଆକାଉଣ୍ଟ ଗୁଡ଼ିକ ସହିତ ବ୍ୟବସାୟିକ ଆକାଉଣ୍ଟ ଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ପୂର୍ବ ବିଟା ଅପଡେଟ୍ କରିବା ପରେ କିଛି ଉପଭୋକ୍ତା ଏହି ସୁବିଧା ମଧ୍ୟ ପାଇପାରନ୍ତି। ଏହି ପରିବର୍ତ୍ତନ ଫଳରେ ଉପଭୋକ୍ତା କେବଳ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବ୍ରଡକାଷ୍ଟ ମେସେଜ ପଠାଇ ପାରିବେ, ଯାହା ଅନାବଶ୍ୟକ ମେସେଜ ପ୍ରସାରଣକୁ ବନ୍ଦ କରିବ। ପରବର୍ତ୍ତୀ ଖବର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ହୋଇଥିବା ରାଜ୍ୟର ପ୍ରଥମ ସରକାରୀ ସମ୍ପ୍ରସାରିତ ୱାଟର ପାର୍କ ରବିବାର ଉଦ୍ଘାଟିତ ହୋଇଯାଇଛି। ଏହା ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏଥିସହ ନବନିର୍ମିତ ଫୁଡ୍ କୋର୍ଟକୁ ମଧ୍ୟ ବିଧାୟକ ଉଦ୍ଘାଟନ କରିଛନ୍ତି। ପରବର୍ତ୍ତୀ ଖବର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମରପ୍ରୀତ ସିଂ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ବି ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାତୀୟ ରାଜଧାନୀର ଲୋକକଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଭେଟିବା ପରେ ଏହା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନ ଏବଂ 3 ସେବା ମୁଖ୍ୟ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ କିଛି ଦିନ ପରେ ବାୟୁସେନା ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସରକାର ଆସନ୍ତା ଜୁନ 12ରେ ତାଙ୍କର ପ୍ରଥମ ବର୍ଷ ପୂରଣ କରୁଛି। ଏହି ଅବସରରେ ସରକାର ନିଜର ସଫଳତା ଏବଂ ପ୍ରଗତିର ବିବରଣୀ ଜନସାଧାରଣଙ୍କ ସହ ସେୟାର କରିବାକୁ ପ୍ରସ୍ତୁତ ହେଉଛି। ଏକ ବର୍ଷର ଶାସନ ପରେ ଉତ୍ସାହିତ ଏହି ପ୍ରଶାସନ ଜିଲ୍ଲା ଓ ବ୍ଲକ ସ୍ତରରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ମୁଖ୍ୟ ଉଦ୍ୟମଗୁଡ଼ିକୁ ହାଇଲାଇଟ୍ କରିବାକୁ ଯୋଜନା କରୁଛି। ପରବର୍ତ୍ତୀ ଖବର, ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ପଚରାଉଚରା। ପାଖାପାଖି 1.5 ଘଣ୍ଟା ଧରି ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରାମକୃଷ୍ଣ ଦାସ ମହାପାତ୍ରଙ୍କ ସହ ପକ୍ଷ ରଖିବା ପାଇଁ ହାଜର ହୋଇଥିଲେ ସେବାୟତ ନିଯୋଗର ସଭାପତି। ପକ୍ଷ ରଖିବା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ମନ୍ଦିରର ସମସ୍ତ ସେବାୟତ ନିଯୋଗର ସଭାପତି ଏବଂ ସମ୍ପାଦକଙ୍କୁ ନୋଟିସ କରିଥିଲା ଶ୍ରୀମନ୍ଦିର ନୀତି ପ୍ରଶାସକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ 3 କୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପରବର୍ତ୍ତୀ ଖବର, ପାକିସ୍ତାନୀ ମହିଳାଙ୍କୁ ବିବାହ କରିଥିବା ଘଟଣାକୁ ଲୁଚାଇ ରଖିଥିବା ସିଆରପିଏଫ୍ କନେଷ୍ଟବଳ ମୁନିର ଅହମ୍ମଦଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିସା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଜବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ। ତାଙ୍କ କାର୍ଯ୍ୟସେବା ନିୟମାବଳୀର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ସିଆରପିଏଫ୍ କହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସରକାର ପାକିସ୍ତାନୀଙ୍କ ଭିସା ରଦ୍ଦ କରିଥିବା ବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁନିରଙ୍କ ସ୍ତ୍ରୀ ମିନାଲ ଖାନ ପାକିସ୍ତାନୀ ହୋଇଥିବା ବେଳେ ତାଙ୍କୁ ଦେଶ ଛାଡ଼ିବାକୁ ଗତ 29 ତାରିଖରେ ଅଟାରୀ ୱାଘା ସୀମାକୁ ନିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଜମ୍ମୁ କାଶ୍ମୀର ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ଭାରତରେ 10 ଦିନ ରହିବାକୁ ଅନୁମତି ଦେଇଥିଲେ। ପରବର୍ତ୍ତୀ ଖବର, ବୋହୂ ଚୋରି କରୁଥିବା ଶାଶୁ ଦେଖିଦେବାରୁ ଶାଶୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ। ଶାଶୁ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। 4 ମାସର ପୁଅକୁ ଧରି ବୋହୂ ବାପ ଘରକୁ ପଳାଇଛି। ବୋହୂକୁ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଅ ଓ ଗାଁ ଲୋକ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାଲକାନଗିରି ଜିଲ୍ଲା MV18ରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ବୋହୂ ଜୟା ବୈଦ ଟଙ୍କା ଚୋରି କରୁଥିବାର ଶାଶୁ ରେଣୁକା ବୈଦ ଦେଖିଦେଇଥିଲେ। ଏହାପରେ ବୋହୂକୁ ଧରା ପଡ଼ିବାର ଭୟ ଘାରିଥିଲା। ଶାଶୁ ରେଣୁକା ଶୋଇଥିବା ବେଳେ ତାଙ୍କ ଦେହରେ ବୋହୂ ଜୟା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ବାହାର ପଟୁ କବାଟ କିଳି ଜୟା ଜଗିଥିବା ବେଳେ ପରିବାର ଲୋକ ରେଣୁକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ରେଣୁକାଙ୍କ ଶରୀର 65%ରୁ ଅଧିକ ପୋଡ଼ିଯାଇଛି। ତାଙ୍କୁ ପ୍ରଥମେ ବିଶାଖାପାଟଣାର ଏକ ମେଡିକାଲକୁ ନିଆଯାଇଥିଲା, ପରେ ଛତିଶଗଡ଼ ରାୟପୁର ସ୍ୱତନ୍ତ୍ର ବନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ଖବର, ଉତ୍ତରପ୍ରଦେଶର ବାରାଣସୀ ନିବାସୀ ପଦ୍ମଶ୍ରୀ ବାବା ଶିବାନନ୍ଦ ମହାରାଜଙ୍କର ଦେହାନ୍ତ ହୋଇଛି। ବାରାଣସୀର ସାରସୁନ୍ଦର ଲାଲ ହସ୍ପିଟାଲରେ ଚିକିତ୍ସା ସମୟରେ ଶନିବାର ମେ 3 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ବାବା ଶିବାନନ୍ଦଙ୍କ ବୟସ 129 ବର୍ଷ ବୋଲି କୁହାଯାଏ। ସେ ବାରାଣସୀର କବିରନଗର ବାସିନ୍ଦା ଥିଲେ। ସେ ତାଙ୍କର ଯୋଗ ଏବଂ ଦୈନନ୍ଦିନ ଜୀବନଶୈଳୀ ମାଧ୍ୟମରେ ଦୀର୍ଘ ଜୀବନ ପାଇଁ ସାରା ଦେଶରେ ଜଣାଶୁଣା ଥିଲେ। ବାବା ଶିବାନନ୍ଦ ମହାରାଜଙ୍କୁ 2022 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବା ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚ୍ୟାନେଲଟିକୁ ଯଦି ଏବେ ଯାଏ ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରି ପାଖରେ ଥିବା ଅଲ୍ ବେଲ୍ ନୋଟିଫିକେସନ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ପ୍ରତ୍ୟେକ ଦିନ ସର୍ବପ୍ରଥମେ ଆପଣ 20ଟି ଦେଶ ବିଦେଶର ପ୍ରମୁଖ ଖବର ଗୁଡ଼ିକୁ ଜାଣିପାରିବେ। ଏବଂ ଭିଡିଓଟି ଭଲ ଲାଗିଲେ ଲାଇକ୍ କରି ସେୟାର ମଧ୍ୟ କରିଦେବେ।